ଏକ ଦୂର ଜଙ୍ଗଲରେ ବଣ୍ଟି କାଉ ରହୁଥିଲା। ବଣ୍ଟି କାଉ ବହୁତ ଗରିବ ଥିଲା, କାରଣ ତା ପାଖରେ କୌଣସି କାମ ନଥିଲା। ତାକୁ କୌଣସି ଚାକିରି ବି ମିଳୁନଥିଲା, କିନ୍ତୁ ସେ ବାହା ହେବାକୁ ଚାହୁଁଥିଲା। ମିନୁ ଚଢ଼େଇ, ମୁଁ ବହୁତ ଅସୁବିଧାରେ ଅଛି। ପ୍ରତ୍ୟେକ ଦିନ ଚାକିରି ପାଇଁ ଖୋଜି ବୁଲୁଛି, ହେଲେ ପାଉନାହିଁ। ଜଙ୍ଗଲରେ ମୋ ସାଙ୍ଗମାନେ ସବୁ ବାହା ହୋଇଗଲେଣି, ହେଲେ ମୁଁ ସେମିତି ବାଡୁଅ ହୋଇ ରହିଛି। ହଁ ବଣ୍ଟି କାଉ, ତୋ ପାଖରେ ଚାକିରି ନାହିଁ ବୋଲି ତତେ କେହି ବାହା ହେବାକୁ ରାଜି ହଉନାହାନ୍ତି। ଭଗବାନଙ୍କୁ ଡାକୁଛି ତୋର ଶୀଘ୍ର ଚାକିରିଟିଏ ହେଇଯାଉ। ତୋ ସାଙ୍ଗ ଯୋଉ ରାନୀ କାଉ, ସିଏ ମୋର ବହୁତ ପସନ୍ଦ। ମୁଁ ତାକୁ ବାହା ହେବାକୁ ଚାହୁଁଛି। କଣ ରାନୀ କାଉ? ହଉ ବଣ୍ଟି କାଉ, ମୁଁ ରାନୀ କାଉକୁ ପଚାରିବି। ଯଦି ସେ ରାଜି ହେଇଯିବ, ତମ ଦୁଇ ଜଣଙ୍କ ବାହାଘର ହେଇଯିବ। ଏହାପରେ ସେଠାରୁ ମିନୁ ଚଢ଼େଇ ଚାଲିଲା ରାନୀ କାଉ ପାଖକୁ। ରାନୀ କାଉ, ତମ ସହ ମୋର କିଛି କଥା ଅଛି। ହଁ ହଁ, କୁହ ମିନୁ, କଣ କଥା ଅଛି? ମୋର ଯୋଉ ସାଙ୍ଗ ବଣ୍ଟି କାଉ, ସେ ତୁମକୁ ବାହା ହେବାକୁ ଚାହୁଁଛି, କିନ୍ତୁ ସେ କିଛି ଚାକିରି କରିନାହିଁ। ଚାକିରି ଖୋଜୁଛି ଏବେ। ମୋର ଆଶା ଯେ ସେ ବହୁତ ଶୀଘ୍ର ଚାକିରି ପାଇଯିବ। ହଁ, ମୁଁ ବି ବଣ୍ଟି କାଉକୁ ବହୁତ ପସନ୍ଦ କରେ। ବାହା ହେବାକୁ ମୁଁ ରାଜି ଅଛି। ଆଉ ସେପଟେ ବଣ୍ଟି କାଉ ଏଇ କଥାକୁ ଶୁଣି ବହୁତ ଖୁସି ହୋଇଗଲା। ଆଉ କିଛି ଦିନ ପରେ ସେମାନଙ୍କର ବାହାଘର ହେଇଗଲା। ରାନୀ, ମୁଁ ଭାବୁଥିଲି ଗୋଟେ ଧନୀ ଚଢ଼େଇକୁ ବାହା ହୋଇ ମୁଁ ବି ଧନୀ ହୋଇଯିବି, ହେଲେ ମତେ ସେମିତି କେହି ମିଳିଲେନି। ହଉ ଛାଡ, ଚାକିରି ନହେଲା ନାଇଁ, ଆମେ ଦୁଇ ଜଣ ମିଶି ବହୁତ କାମ କରିବା, ଆଉ ବହୁତ ପଇସା ବି କମେଇ ପାରିବା। ଆମକୁ କାମ ଦେବ କିଏ? ମୋ ଭାଇ ଆମ ପାଇଁ କାମ ଖୋଜି ଦେଇଛନ୍ତି। ଆମେ କାଲିଠାରୁ ଯାଇ ସେ କ୍ଷେତରେ କାମ କରିପାରିବା। ଏମିତି କିଛି ମାସ ଗଲା ପରେ ସେମାନେ ବହୁତ ପଇସା ସଞ୍ଚୟ କରି ରଖିଲେ। ସେମାନେ ନୂଆ ଘର ମଧ୍ୟ ତିଆରି କରିଥିଲେ। ଏମିତି ଧନୀ ହୋଇଗଲା ପରେ ବଣ୍ଟି ଲୋଭୀ ମଧ୍ୟ ହୋଇଯାଇଥିଲା। କାଶ ମୁଁ ଗୋଟେ ଧନୀ ଚଢ଼େଇକୁ ବାହା ହୋଇଥାନ୍ତି କି ମୁଁ ଆହୁରି ଧନୀ ହୋଇଯାଇଥାନ୍ତି। କିଛି ଦିନ ଗଲା ପରେ ଜଙ୍ଗଲକୁ ଶନି ଚଢ଼େଇ ଆସିଲା। ସେ ବହୁତ ସୁନ୍ଦର ଆଉ ବହୁତ ଧନୀ ଥିଲା ଏବଂ ତା ବେକରେ ଗୋଟେ ସୁନାର ହାର ଲାଗିଥିଲା। ଶନି ଚଢ଼େଇ ଜାଣିବାକୁ ପାଇଲା ଏହି ଜଙ୍ଗଲର ସବୁଠୁ ଧନୀ ହେଉଛି ବଣ୍ଟି କାଉ। ମୁଁ ଯଦି ବଣ୍ଟିକୁ ଫସେଇ ବାହା ହୋଇଯିବି ନା, ମୁଁ ବହୁତ ଧନୀ ହୋଇଯିବି। ଏମିତି କହି ଶନି ଚଢ଼େଇ ଚାଲିଲା ବଣ୍ଟି କାଉ ପାଖକୁ। ବଣ୍ଟି କାଉ ତାର ବାଡ଼ିରେ ବୁଲୁଥାଏ। ସେଇଠି ଶନି ଚଢ଼େଇ ଯାଇ ପହଞ୍ଚିଲା। ବଣ୍ଟି କାଉ, ତୁମେ ନା ବହୁତ ସୁନ୍ଦର ଆଉ ହ୍ୟାଣ୍ଡସମ୍ ମଧ୍ୟ। ମୁଁ ତୁମକୁ ବାହା ହେବାକୁ ଚାହୁଁଛି। ମୋର ଇଚ୍ଛା ଥିଲା ଧନୀ ହେବା ପାଇଁ। ତୁମକୁ ବାହା ହେଲେ ମୁଁ ବହୁତ ଧନୀ ହୋଇଯିବି। ଶନି ଚଢ଼େଇର କଥା ଶୁଣି ବଣ୍ଟି କାଉ ଭାବିଲା, ହଁ ରେ, ଇଏ ତ ବହୁତ ସୁନ୍ଦର ହୋଇଛି ଆଉ ଧନୀ ଭଳି ଲାଗୁଛି। ତା ବେକରେ ମଧ୍ୟ ସୁନାର ହାର ଅଛି। ୟାକୁ ଯଦି ମୁଁ ବାହା ହୋଇଯିବି, ତାହେଲେ ମୁଁ ଆହୁରି ଧନୀ ହୋଇଯିବି। ହଉ, ମୁଁ ଭାବିକି କହିବି। ଆଜି ଶନି ଚଢ଼େଇ ଆମ ବାଡିକୁ ଆସିଥିଲା। ସିଏ ମତେ ବାହା ହେବ ବୋଲି କହିଛି। କଣ ବାହା ହବ? ମୁଁ ପରା ତମ ସ୍ତ୍ରୀ। ମୁଁ ଥାଉ ଥାଉ ତମେ ତାକୁ କେମିତି ବାହା ହବ? ତୁମକୁ ମୁଁ ପଚାରୁନାହିଁ, କହୁଛି ମୁଁ ତାକୁ ବାହା ହେବି। ତମ ସ୍ତ୍ରୀ ଥାଉ ଥାଉ ତମେ ଦ୍ୱିତୀୟ ବିବାହ କେମିତି କରିପାରିବ? ହଁ, ମୁଁ ଦ୍ୱିତୀୟ ବିବାହ କରିବି। ତୁ ମତେ କଣ ଦେଇଛୁ ଆଜି ଯାଏ? ତମେ ଦ୍ୱିତୀୟ ବିବାହ କଲେ ମୁଁ ତମ ସହ ଆଉ ରହିବିନି। ସବୁଦିନ ପାଇଁ ତମକୁ ଛାଡି ଚାଲିଯିବି। ହଁ, ଯା, ଏବେ ଘରୁ ବାହାରି ଯା। ରାନୀ ଚଢ଼େଇ ଯାଇ ପହଞ୍ଚିଲା ମିନୁ ଚଢ଼େଇ ପାଖରେ ଆଉ ତାକୁ ସବୁ କଥା କହିଲା। କଣ ଶନି ଚଢ଼େଇ? ମୁଁ ତାକୁ ଜାଣିଛି। ସେ ଧନୀ ଚଢ଼େଇକୁ ବାହା ହୋଇ ତାକୁ ଲୁଟି ନେଇଯାଏ। ସେ ବହୁତ ଚାଲାକ। ଆରପଟ ଜଙ୍ଗଲରେ ମଧ୍ୟ ସେ ସେମିତି କରିଛି। ହେଲେ ସେ ମୋ କଥା ଜମାରୁ ବି ଶୁଣୁନାହାନ୍ତି।
ସନି ଚଢ଼େଇ ଓ ବଣ୍ଟିକାଉର ବାହାଘର ହେବା ପାଇଁ ପ୍ରସ୍ତୁତ ଚାଲିଥାଏ। ସେତିକି ବେଳେ ମିନୁ ଚଢ଼େଇ, ରାନୀ କାଉ ଓ ଆଉ ଜଙ୍ଗଲର ଏକ ଚଢ଼େଇ ଆସି ପହଞ୍ଚିଲେ। ରହ ବଣ୍ଟିକାଉ, ଏ ବାହାଘର ହୋଇପାରିବନି। ତୁ କଣ ଜାଣିନୁ ଏ ସନି ଚଢ଼େଇକୁ? ଏ ଧନୀ ଚଢ଼େଇକୁ ବାହା ହୋଇ ସବୁ ଲୁଟି ନିଏ ବୋଲି। ଏ ମିନୁ, ତୁ ଯା ଏଠୁ, ମତେ ବାହା ହେବାକୁ ଦେ। ମୋ କଥା ବିଶ୍ୱାସ ହଉନି ନା? ଏ ଚଢ଼େଇ ୟାର ଜଙ୍ଗଲରେ ରୁହେ, ୟା କଥା ଶୁଣୁ ତୁ। ହଁ ବଣ୍ଟିକାଉ, ଏ ସନି ଚଢ଼େଇ ଆମ ଜଙ୍ଗଲରେ ଏମିତି ଧନୀ ଚଢ଼େଇକୁ ବାହା ହୋଇ ତାଙ୍କ ସମ୍ପତ୍ତି ସବୁ ଲୁଟି ନଉଛି। ୟା ପରେ ବଣ୍ଟିକାଉ ନିଜର ଭୁଲ ବୁଝି ପାରିଲା। ସେ ସନି ଚଢ଼େଇକୁ ବନ୍ଦୀ କରିଦେଲା ଏବଂ ରାନୀ ଚଢ଼େଇକୁ ମଧ୍ୟ ଭୁଲ ମାଗିଲା। ଏହି ଗପରୁ ଏହି ଶିକ୍ଷା ମିଳୁଛି ଯେ କୌଣସି କାମ କରିବା ପୂର୍ବରୁ ବୁଝି ବିଚାରି କାମ କରିବା ଉଚିତ। ବୁଝି ବିଚାରି କାମ ନ କଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।